ଦୁଇ ବାନ୍ଧବୀଙ୍କ ଅପୂର୍ବ ବନ୍ଧୁତାକୁ ନେଇ ଏକ ସୁନ୍ଦର କାହାଣୀ ସାଥୀ। ଆଚ୍ଛା କହିଲେ, ସମ୍ପର୍କ ଓ ଆଭିଜାତ୍ୟ ଭିତରେ ଏତେ ବଡ଼ ପାଚେରୀ କାହିଁକି? ଏହି ଆଭିଜାତ୍ୟ ପାଇଁ ତ ମିଲି ଓ ଝିଲ୍ଲୀଙ୍କ ସମ୍ପର୍କ ସମାଜରେ ସ୍ଥାନ ପାଇ ପାରିଲା ନାହିଁ। ଝିଲ୍ଲୀ ବାପା ମାଙ୍କର ଏକମାତ୍ର ସନ୍ତାନ। ପିଲାଟି ଦିନରୁ ଅଭାବ କ'ଣ ଜାଣିନି। ବାପା ସହରର ପ୍ରତିଷ୍ଠିତ ସରକାରୀ କର୍ମଚାରୀ, ପ୍ରଚୁର ଧନ ସମ୍ପତ୍ତିର ମାଲିକ। ଆଉ ଗୋଟେ ପଟେ ମିଲି, ଅଭାବ ପିଲାଟି ଦିନରୁ ଯାହା ପଛ ଛାଡ଼ିନି। ବାପା ସ୍କୁଲର ସାମାନ୍ୟ କିରାଣୀ। ସେ ଯାହା ବି ହେଉନା କାହିଁକି, ମିଲି ଝିଲ୍ଲୀଙ୍କ ସମ୍ପର୍କ ଅତି ନିବିଡ଼। ଦୁହେଁ ଦୁହିଁଙ୍କ ପାଖରୁ ଦଣ୍ଡେ ଅଲଗା ରହିପାରନ୍ତି ନାହିଁ। ତାଙ୍କ ଭିତରର ଯେଉଁ ମମତାର ବନ୍ଧନ ନା, ସେ କୃଷ୍ଣ ସୁଦାମାଙ୍କ ବନ୍ଧନ ଠାରୁ କିଛି କମ୍ ନୁହେଁ, ଯାହା ଝିଲ୍ଲୀର ବାପା ମାଙ୍କୁ ପସନ୍ଦ ଆସେନି। ମିଲି ସାଙ୍ଗରେ ନ ମିଶିବା ପାଇଁ ବାରମ୍ବାର ଆକଟ କରନ୍ତି। ବାପା ମାଙ୍କ ଆଖିରେ ଆଭିଜାତ୍ୟର ଅହଙ୍କାର, ଯାହା ଝିଲ୍ଲୀକୁ ପସନ୍ଦ ଆସେନି। ଦୁହେଁ ଗୋଟିଏ ସ୍କୁଲରେ ପଢ଼ନ୍ତି, ଏକାଠି ଖେଳନ୍ତି, ଏକାଠି ବୁଲନ୍ତି, ଏକାଠି ସମୟ ବିତାନ୍ତି। ମାତ୍ର ସଞ୍ଜ ନଇଁଗଲେ ବିଷାଦ ଘୋଟି ଆସେ ଝିଲିମିଲିଙ୍କ ଜୀବନରେ। କାରଣ ପରସ୍ପର ସହିତ ଦେଖା ହେବେନି ସକାଳ ଯାଏ। ଆଉ ସକାଳ ହେଲା ମାତ୍ରେ ମିଲି ତରତର ହୋଇ ମାଙ୍କ ହାତରୁ କ'ଣ ଟିକେ ଖାଇଦେଇ ଝିଲ୍ଲୀର ଘର ପାଖକୁ ଚାଲିଯାଏ। ଦୁହେଁ ଏକାଠି ସ୍କୁଲ ଯାଆନ୍ତି। ବି ସ୍କୁଲ ଗଲେ। ଦୁଇଟା କ୍ଲାସ ସରିବା ପରେ ଦୁହେଁ ଖେଳୁଥାନ୍ତି। ହଠାତ୍ ମିଲି କହିଲା, ଆଚ୍ଛା ଝିଲ୍ଲୀ, ତୁ ଦିନରେ ତାରା ଦେଖିଛୁ? ଦିନରେ ତାରା? ଆରେ ପାଗିଳି, ଦିନରେ ତାରା ଦେଖାଯାଏନି, ରାତିରେ ଦେଖାଯାଏ, କହି ଜୋର ହସିଲା ଝିଲ୍ଲୀ। ମିଲି କହିଲା, ଆସୁନୁ ଦେଖିବୁ କେତେ ଗୁଡ଼େ ତାରା। କହି ନେଇ ପିମ୍ପୁଡ଼ି ମଳାରେ ଠିଆ କରେଇଦେଲା। ଆକାଶକୁ ହାତ ବଢ଼େଇଦେଲା। ଦୁହେଁ ଆକାଶକୁ ଚାହିଁଥାନ୍ତି। ଝିଲ୍ଲୀର ଦେହ ସାରା ପିମ୍ପୁଡ଼ି ଚଢ଼ିଗଲେଣି। ତଳକୁ ଚାହେଁ ତ ସେ ଠିଆ ହୋଇଥିବା ଜାଗାରେ ପିମ୍ପୁଡ଼ିର ମଳା। ପିମ୍ପୁଡ଼ିର ଆଘାତ ପାଇ ଝିଲ୍ଲୀ ଜୋରରେ କାନ୍ଦିଲା। ମିଲି ଅବାକ୍ ହୋଇ ଛିଡ଼ା ହୋଇଥିଲା। ଏମିତିକା ପରିସ୍ଥିତି ସୃଷ୍ଟି ହେବ ତାହା ତାର କଳ୍ପନା ବାହାରେ ଥିଲା। ଛୁଟି ବେଲ୍ ବାଜିଲା। ସଭିଏଁ ଘରକୁ ଗଲେ। ଝିଲ୍ଲୀ ମଧ୍ୟ ଘରକୁ ଗଲା। କାଳେ ବାପା ମା ଜାଣିଲେ ମିଲି ସହ ସାଙ୍ଗ ହେବାକୁ ଦେବେନି। ସେ କିଛି କହିଲାନି। ସେତେବେଳକୁ ଝିଲ୍ଲୀ ଦେହରେ ଖଇଫୁଟା ତାତି, ଦେହ ସାରା ପିମ୍ପୁଡ଼ି ଚାବିବାର କ୍ଷତ ଚିହ୍ନ। ମିଲି ସ୍କୁଲରୁ ଫେରି ମାଙ୍କୁ ସବୁ ଘଟଣା କହିଲା। କୁମ୍ପି ଭାଙ୍ଗି ସଞ୍ଚୟ କରିଥିବା ଟଙ୍କା ନେଇ ଝିଲ୍ଲୀ ପାଇଁ ମଲମ କିଣିଲା। ଲୁଚି ଲୁଚି ଝରକା ଫାଟକ ବାଟେ ଝିଲ୍ଲୀର ରୁମରେ ପଶିଲା। ସେଠାକୁ ଯାଇ ମଲମ ଖୋଲି ଦେହ ସାରା ଲଗେଇଦେଲା। ଦୁହେଁ ପରସ୍ପରକୁ ଧରି ଜୋର ଜୋର କାନ୍ଦିଲେ। ମାଙ୍କୁ ଡରି ଝିଲ୍ଲୀ କହିଲା, ତୁ ଏଠୁ ଜଲ୍ଦି ଚାଲିଯା। ମାମା ଯଦି ଜାଣିବ ନା, ତତେ ମତେ ଆଉ ମିଶିବାକୁ ଦବନି। ଚାଲିଯା ମିଲି, ଚାଲିଯା। ମିଲି ଚାଲିଗଲା। କିଛି ସମୟ ପରେ ତା ସାଙ୍ଗ ରେଣୁ ଆସି ସବୁ କଥା ତା ମାଙ୍କୁ କହିଦେଲା। ମା ବାପା ଧାଇଁ ଯାଇ ଦେଖନ୍ତି ତ ଝିଲ୍ଲୀର ଏହି ଅବସ୍ଥା। ଏସବୁକୁ ଦେଖି ରାଗରେ ଜର୍ଜରିତ ହୋଇ ଝିଲ୍ଲୀକୁ ପ୍ରାଇଭେଟ ସ୍କୁଲରେ ପାଠ ପଢ଼ାଇବାକୁ ଯୋଜନା ପ୍ରସ୍ତୁତ କଲେ। ପରଦିନ ସକାଳ। ମା ଝିଲ୍ଲୀକୁ ସ୍କୁଲ ଛାଡ଼ିଲେନି। ସେ ଦୁଃଖ କୋହକୁ ଛାତିରେ ଚାପି ସନ୍ଧ୍ୟା ଯାଏ ଅପେକ୍ଷା କଲା। ସନ୍ଧ୍ୟା ହେବା ମାତ୍ରେ ମିଲି ପାଖକୁ ଗଲା। ସେ ବି ତା ଅପେକ୍ଷାରେ ଥାଏ। ଯାଉ ଯାଉ ପଚାରିଲା, ଆଜି କାହିଁ ଆସିନଥିଲୁ? ତୁ ଜାଣୁ, ସ୍କୁଲରେ ଜମା ଭଲ ଲାଗିଲାନି। ମତେ କହନା, ଆଜି ତୁ କାହିଁ ସ୍କୁଲ ଆସିନଥିଲୁ? ଦୁହେଁ କାନ୍ଦିଲେ। ଝିଲ୍ଲୀ କହିଲା, ତତେ ମତେ ଅଲଗା କରିବାକୁ ମାମା ବାବା ମୋର ଅଲଗା ସ୍କୁଲରେ ନାଁ ଲେଖେଇ ଦେଇଛନ୍ତି। ଆମର ଆଉ କେବେ ଦେଖା ହବନି। ତୁ ମନ ଦେଇ ପାଠ ପଢ଼ିବୁ, ସ୍କୁଲ ଯିବୁ। ଏଇ ନେ, ମୁଁ 2000 ଟଙ୍କା ରଖିଥିଲି। ତୁ ଏଥିରେ ବହି କିଣିବୁ, ଆଉ ଗୋଟେ ଡ୍ରେସ କିଣିବୁ। ତୋର ଜନ୍ମଦିନ ଆସୁଛି ପରା। କହି ତା ଆଖିର ଲୁହ ପୋଛିଦେଇ କହିଲା, ମୁଁ ଯାଉଛି ଲୋ। ମାମା ଯଦି ଦେଖିଦେବେ ମାରି ପକେଇବେ। ମୁଁ ଲୁଚି ଲୁଚି ତତେ ଟିକେ ଦେଖା କରିବାକୁ ଆସିଥିଲି। କହି ଚାଲିଗଲା। ସନ୍ଧ୍ୟାରେ ମିଲି ଯାଇ ଝିଲ୍ଲୀଙ୍କ ଘରେ ପହଞ୍ଚିଲା। ଥର ଥର କଣ୍ଠରେ କହିଲା, ମାଉସୀ, ମତେ କ୍ଷମା କରିଦିଅନ୍ତୁ। ଏମିତି ଭୁଲ ଆଉ କେବେ ହବନି। ମୋର ଗୋଟିଏ ଅନୁରୋଧ, ଝିଲ୍ଲୀକୁ ମୋଠୁ ଅଲଗା କରିଦିଅନ୍ତୁନି ମାଉସୀ।
ମାତ୍ର ମାଙ୍କର ଆଭିଜାତ୍ୟ ପାଖରେ ସେ ସମ୍ପର୍କର ମୂଲ୍ୟ କ'ଣ? ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ ହେଲାନି। ମିଲିକୁ ଏହି ମୁହୂର୍ତ୍ତରେ ଚାଲିଯିବାକୁ କହି କବାଟ ଭିତରୁ ଦେଇଦେଲେ। ସେ ବି ଅବାଧ୍ୟ ଶିଶୁଟି ପରି ଚାଲିଗଲା। ଝିଲ୍ଲି ପଛରୁ ଡାକି କହିଲା, କାଲିଠୁ ମୁଁ ହଷ୍ଟେଲ ଚାଲିଯିବି, ସକାଳର ଫାଷ୍ଟ ବସ୍‌ରେ। ଆଉ ତ ଆମର ଦେଖା ହବନି। ତୁ ଟିକେ ବସ୍ ଷ୍ଟପ୍ ପାଖକୁ ଆସିବୁ। ସେଇଟା ଆମର ଶେଷ ଦେଖା ହବ। ଏତିକି କହି ଲୁହ ଭିଜା ଆଖିରେ ଘର ଭିତରକୁ ଚାଲିଗଲା। ରାତିରେ କାହାରି ଆଖିକୁ ନିଦ ନଥାଏ। ସକାଳର ସୂର୍ଯ୍ୟ ଆଖି ଖୋଲିଲା ମାତ୍ରେ ମିଲି ଦୌଡ଼ିଲା ବସ୍ ଷ୍ଟପକୁ। ସେଠି କିଛି ସମୟ ଅପେକ୍ଷା କଲା ପରେ ବସ୍ ଆସିଲା। ଝିଲ୍ଲିର ସମସ୍ତ ମନ ପ୍ରାଣ ମିଲି ପାଖରେ ଥାଏ। ଚୁପ୍ ଚୁପ୍ କାନରେ କହିଲା, ମତେ ଭୁଲି ଯିବୁନି। ମୁଁ ବଡ଼ ହେଇଯାଏ, ଦେଖିବୁ, ତତେ ମତେ କେହି ଅଲଗା କରିପାରିବେନି। ମୋ ସୁନାଟା ପରା, କାନ୍ଦେନି। କହି ବସ୍‌ରେ ଚଢ଼ିଲା। ଦୁହେଁ ଦୁହିଁଙ୍କୁ ହାତ ଠାରି ବିଦାୟ ଦେବା ଭିତରେ ଭାବନାରେ ବୁଡ଼ି ରହିଥିବା ଝିଲ୍ଲିର ହାତ ବସ୍ ରେଲିଂରୁ ଖସିଗଲା। ସାଙ୍ଗ ପଡ଼ିଗଲା କହି ବସ୍ ଆଡ଼କୁ ଦୌଡ଼ି ଆସିଲା ମିଲି। ଝିଲ୍ଲିକୁ ଉଠାଇବା ଅବସରରେ ମିଲିର ହାତ ଝିଲ୍ଲିର ହାତ ସ୍ପର୍ଶ କରିବା ସମୟରେ ବସ୍‌ଟି ଦୁଇ ଜଣଙ୍କ ଉପରେ ଚଢ଼ିଗଲା। ଏ ତ ଥିଲା ଛୋଟ କାହାଣୀ ସାଥୀ। ଧନ୍ୟବାଦ।